ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ଆସିଲା ବଡ଼ ଖବର। ଓଡ଼ିଶାରେ 15 ଲକ୍ଷ ଲୋକଙ୍କୁ ମିଳିବ ଘର। ଏହା ସରକାର କହିଛନ୍ତି। ସର୍ଭେ ଆରମ୍ଭ ହୋଇଗଲାଣି। ପ୍ରତି ପଞ୍ଚାୟତଗୁଡ଼ିକରେ ସର୍ଭେ ଆରମ୍ଭ ହେବ। ତେଣୁ ପ୍ରତ୍ୟେକ ହିତାଧିକାରୀ ରେଡ଼ି ହୋଇ ରୁହନ୍ତୁ ସର୍ଭେ କରିବା ପାଇଁ। ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀ ଏହି ଆବାସ ଯୋଜନା ପାଇବା ପାଇଁ ସରକାର କହିଛନ୍ତି। ଏହି ଆବେଦନ ପ୍ରକ୍ରିୟା 2025 ମାର୍ଚ୍ଚ 31 ପର୍ଯ୍ୟନ୍ତ ରହିଛି। ତାପରେ ଏହି ଯୋଜନା ସହିତ ଶୌଚାଳୟ ବିଷୟରେ ମଧ୍ୟ ସରକାର କହିଛନ୍ତି ଏବଂ ଉଜ୍ଜ୍ୱଲା ଯୋଜନା ବିଷୟରେ ମଧ୍ୟ ସରକାର ଏହି ଭିଡ଼ିଓ ମାଧ୍ୟମରେ କିଛି କହିଛନ୍ତି। ତେଣୁ ଆସନ୍ତୁ ଜାଣିବା ଏହି ଆବାସ ଯୋଜନା କେଉଁ ଭାବରେ ସର୍ଭେ ଆରମ୍ଭ ହେବ ଏବଂ କେଉଁମାନଙ୍କୁ ମିଳିବ ତାହା ସବୁକିଛି ଡିଟେଲ୍ସ ଆପଣମାନଙ୍କୁ ଏହି ଭିଡ଼ିଓ ମାଧ୍ୟମରେ କହିବି। ଏବଂ ଏହି ଆବାସ ଯୋଜନା ଯେଉଁ ହିତାଧିକାରୀମାନେ 4 ମାସରେ କିମ୍ବା 6 ମାସରେ ସାରିଦେବେ ତେବେ ସେମାନଙ୍କୁ କେତେ ଟଙ୍କା ମଧ୍ୟ ପୁରସ୍କାର ଦେବେ ତାହା ମଧ୍ୟ ଏହି ଭିଡ଼ିଓ ମାଧ୍ୟମରେ କହିଛନ୍ତି। ତେଣୁ ଆସନ୍ତୁ ଜାଣିବା ଏହି ଆବାସ ଯୋଜନାକୁ ନେଇ କ'ଣ ଖବର ଆସିଛି। ହେଲୋ ଫ୍ରେଣ୍ଡସ୍, ୱେଲକମ୍ ବ୍ୟାକ୍ ଟୁ ମାଇ ଚ୍ୟାନେଲ୍। ଦିସ୍ ଇଜ୍ ଗଙ୍ଗାଧର ଅଫିସିଆଲ୍ 867। ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ ଏବଂ ଚ୍ୟାନେଲକୁ ନୂଆ ଆସିଥିଲେ ଗୋଟିଏ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ ଏହିପରି ହେଲ୍ପଫୁଲ୍ ନୂଆ ନୂଆ ଅପଡ଼େଟ୍ ପାଇବା ପାଇଁ। ତ ଡେରି ନକରି ଚାଲନ୍ତୁ ଭିଡ଼ିଓକୁ ଷ୍ଟାର୍ଟ କରିବା। ଏହି ଖବର ଗତକାଲି 10:25 PM ପ୍ରକାଶ ପାଇଛି ନ୍ୟୁଜ୍ 18 ଓଡ଼ିଶାରେ। ଏହା କୌଣସି ଫେକ୍ ନୁହେଁ। ମୁଁ ଆପଣମାନଙ୍କୁ ଏହି ନ୍ୟୁଜ୍ରେ କ'ଣ ଲେଖା ଅଛି ତାହା ମୁଁ ଆପଣମାନଙ୍କୁ ଲାଇଭ୍ ପ୍ରୁଫ୍ ସହିତ ଦେଖାଇବି ଏବଂ ସବୁକିଛି ଡିଟେଲ୍ସ କହିବି। ତ ଆସନ୍ତୁ ଜାଣିବା ଏହି ଯୋଜନାର ଖବର କ'ଣ ଆସିଛି। ପୂରଣ ହେବ ପକ୍କା ଘର ଆଶା, ବିକଶିତ ହେବ ଓଡ଼ିଶା। ନୂତନ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ସର୍ଭେର ଶୁଭାରମ୍ଭ କରିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ। ପିପିଲି ବ୍ଲକର ଯଶୁଆପୁର ପଞ୍ଚାୟତ ଅର୍ଜୁନସିଂପୁର ଗାଁରେ ହିତାଧିକାରୀଙ୍କ ସର୍ଭେ କରି ପଞ୍ଜୀକରଣ ସାରିଛନ୍ତି ସରକାରୀ ଅଧିକାରୀ। ଆବାସ ପ୍ଲସ୍ 2024 ଆପ୍ରେ ପଞ୍ଜୀକୃତ କରିଥିବା ହିତାଧିକାରୀଙ୍କ ସହ ଆଲୋଚନା କରାଯିବ। ତାପରେ ରାଜ୍ୟର 15 ଲକ୍ଷ ହିତାଧିକାରୀଙ୍କୁ ଏହି ସୁବିଧା ମିଳିବ। ଏହି ଆବେଦନ ପ୍ରକ୍ରିୟା 2025 ମାର୍ଚ୍ଚ 31 ପର୍ଯ୍ୟନ୍ତ ରହିଛି। ଏହା ସହ ମନରେଗାରେ କର୍ମ ନିଯୁକ୍ତି, ସ୍ୱଚ୍ଛ ଭାରତରେ ଯୋଜନାରେ ଶୌଚାଳୟ ଓ ଉଜ୍ଜ୍ୱଲା ଯୋଜନାରେ ରନ୍ଧନ ଗ୍ୟାସ୍ ବି ପ୍ରଦାନ କରାଯିବ। ନୂଆ ସରକାରରେ ଯେଭଳି ଆବାସ ଯୋଜନା ପାଇଁ ମାନଦଣ୍ଡରେ କୋହଳ ଓ ପଞ୍ଜୀକରଣରେ ସୁବ୍ୟବସ୍ଥା ରହିଛି ତ ତାହା ହିତାଧିକାରୀଙ୍କ ମୁହଁରେ ହସ ଫୁଟାଇଛି। ତାପରେ ବର୍ଷ ବର୍ଷ ଧରି ଆମେ ସରକାରୀ ଅଫିସ ଦୌଡ଼ୁଥିଲୁ ଆଉ ନିରାଶ ହୋଇ ଶେଷରେ ଆଶା ହରାଇଥିଲୁ। ହେଲେ ଆଜି ପୁଣି ଆସିଛି ନୂଆ ସକାଳ। ବଦଳିଛି ସରକାର ଆଉ ନୂଆ ସରକାରର ମନ୍ତ୍ରୀ ଆମ ଦୁଆରେ ବସି କାହିଁକି ମିଳିନି ପ୍ରଧାନମନ୍ତ୍ରୀ ଆବାସ ବୋଲି ପଚାରିବା ସହ କଲେ ପଞ୍ଜୀକରଣ। ତାପରେ ପ୍ରଧାନମନ୍ତ୍ରୀ ଆବାସରେ ପଞ୍ଜୀକରଣ ହେବା ଦ୍ୱାରା ଆଉ ଜରିପାଲ ଘରେ ନ ରହି ଏବେ ପକ୍କା ଘର ପାଇବି ବୋଲି କହିଛନ୍ତି ପିପିଲି ବ୍ଲକ ଯଶୁଆପୁର ପଞ୍ଚାୟତର ଅର୍ଜୁନସିଂପୁର ଗାଁର ଉମା ବେହେରା। ତାପରେ ଖାଲି ସେ ଏକୁଟିଆ ନୁହନ୍ତି, ତାଙ୍କ ପାଖରେ ଥିବା 5ଟି ଜରିପାଲ ଗୁଡ଼ିଆ ଘର ହିତାଧିକାରୀ ବି ପଞ୍ଜୀକୃତ ହୋଇଛନ୍ତି। ଆଉ ଖୋଦ୍ ପଞ୍ଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାୟକ ନିଜେ ପହଞ୍ଚି ସେମାନଙ୍କ ସହ ତଳେ ବସି ଦୁଃଖ ସୁଖ ହୋଇ ସେମାନଙ୍କ କଷ୍ଟ ଦେଖିବା ପରେ ଏତେ ଦିନ କାହିଁକି ଲାଗିଲା ବୋଲି ସେମାନଙ୍କୁ ପ୍ରଶ୍ନ କରିଥିଲେ। ତାପରେ VLW ଆସି ଆବାସ ପ୍ଲସ୍ 2024 ଆପ୍ରେ ସେମାନଙ୍କର ପଞ୍ଜୀକରଣ କରିଥିବା ବେଳେ ସେମାନେ ଏବେ ତାଲିକାଭୁକ୍ତ ହୋଇଥିବାରୁ ଖୁସି ଅନୁଭବ କରୁଛନ୍ତି। ସେପଟେ ରାଜ୍ୟର 14,000 ପ୍ରଶାସନିକ ଅଧିକାରୀ ସର୍ଭେରେ ସାମିଲ କରାଯାଇଛି। ହିତାଧିକାରୀ ନିଜେ ବି ପଞ୍ଜୀକୃତ କରିପାରିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ। ତାପରେ ପିପିଲି ବ୍ଲକର ଯଶୁଆପୁର ପଞ୍ଚାୟତ ଅର୍ଜୁନସିଂପୁର ଗାଁରେ ହିତାଧିକାରୀଙ୍କ ସର୍ଭେ କରି ପଞ୍ଜୀକରଣ କରିଛନ୍ତି ସରକାରୀ ଅଧିକାରୀ। ରାଜ୍ୟର 15 ଲକ୍ଷ ହିତାଧିକାରୀଙ୍କୁ ଏହି ସୁବିଧା ମିଳିବ। ଆବେଦନ ପ୍ରକ୍ରିୟା 2025 ମାର୍ଚ୍ଚ 31 ପର୍ଯ୍ୟନ୍ତ ରହିଛି। ତାପରେ ମନରେଗାରେ କର୍ମ ନିଯୁକ୍ତି, ସ୍ୱଚ୍ଛ ଭାରତରେ ଯୋଜନାରେ ଶୌଚାଳୟ, ଉଜ୍ଜ୍ୱଲା ଯୋଜନାରେ ରନ୍ଧନ ଗ୍ୟାସ୍ ବି ପ୍ରଦାନ କରାଯିବ। ରାଜ୍ୟରେ ଏଯାବତ୍ 27 ଲକ୍ଷ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଛନ୍ତି। ବାସ୍ତବିକ କିଏ ପାଇଛି କିଏ ନାହିଁ, ପ୍ରକୃତ ହିତାଧିକାରୀ କାହିଁକି ପାଇନାହାନ୍ତି ତାଲିକା ନଥିବାରୁ ତାର ତଦନ୍ତ ହେବ ବୋଲି କହିଛନ୍ତି ରବି ନାରାୟଣ ନାୟକ। ତାପରେ ତେବେ ପ୍ରତିଟି ଯୋଗ୍ୟ ହିତାଧିକାରୀ ଯେଭଳି ବଞ୍ଚିତ ନ ହୁଏ ସେଥିପ୍ରତି ସରକାର ଯତ୍ନବାନ ନେବେ ବୋଲି କହିଛନ୍ତି ପିପିଲି ବିଧାୟକ।
ଓ ସାଂସଦ ସମ୍ବିତ ପାତ୍ର। ଯଦି ହିତାଧିକାରୀ 4 ମାସରେ ଘର ସାରିଦେବେ ତେବେ 20,000 ଟଙ୍କା ପୁରସ୍କାର ରାଶି ଓ 6 ମାସରେ ସାରିଲେ 10,000 ପୁରସ୍କାର ରାଶି ଦିଆଯିବ। ଯେଭଳି କେହି ବି ବଞ୍ଚିତ ହେବେନି କି କେହି ଟଙ୍କାଟିଏ ଲାଞ୍ଚ ନେବେ ନାହିଁ ସେଥିପ୍ରତି ନଜର ରଖାଯାଇଛି। ଯଦି କେହି ଅଧିକାରୀ ମାଗିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ। ତାପରେ ପୂର୍ବ ବିଜେଡି ସରକାର ରାଜନୀତିରେ ପାତଅନ୍ତର ପାଇଁ ଯୋଗ୍ୟ ଗରିବ ପିଏମ୍ ଆବାସ ପକ୍କାଘର ପାଇବାରୁ ବଞ୍ଚିତ ହେଲେ। ଏବେ କିନ୍ତୁ ପ୍ରକୃତ ହିତାଧିକାରୀ ଯେମିତି ପିଏମ୍ ଆବାସ ପାଇବେ ସେଥିପ୍ରତି ରାଜ୍ୟ ସରକାର ଯତ୍ନବାନ ଅଛନ୍ତି। ତ ଏହା ଥିଲା ପିଏମ୍ ଆବାସ ଯୋଜନାର ବଡ଼ ଖବର। ଆପଣମାନଙ୍କୁ କେମିତି ଲାଗିଲା ନିଶ୍ଚୟ କମେଣ୍ଟ ମାଧ୍ୟମରେ ଜଣାଇବେ। ଭିଡ଼ିଓଟି ଯଦି ଭଲ ଲାଗିଥାଏ ଗୋଟିଏ ଲାଇକ୍ କରିବେ ଏବଂ ଚ୍ୟାନେଲକୁ ନୂଆ ଆସିଥିଲେ ଗୋଟିଏ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଦବାଇ ଦେବେ। ତ ଭିଡ଼ିଓକୁ ଏଇଠି ଏଣ୍ଡ କରୁଛି। ଜୟ ଜଗନ୍ନାଥ।